ବାସର ରାତି ଘର କଥା ଭାବୁଛି ଚାରୁ। ବାପା ମା ସାନ ଭାଇକୁ ଛାଡ଼ି ଆଜି ଆଉ ଏକ ଦୁନିଆରେ ପରକୁ ଆପଣାର କରି ଗଢ଼ିବ ନିଜ ଦୁନିଆ। ଆଉ ଏକ ସଂସାର। ସବୁ ଦିନ ପାଇଁ ପର ହୋଇଯିବେ ଆପଣାର, ନିଜର ହୋଇଯିବେ ପର। ଏଇ ତ ବିଧିର ବିଧାନ। କାଲି ନିଜ ଘରେ ଗେଲବସରରେ ବଢ଼ିଥିବା ଚାରୁ ଆଜି ସାଜିଛି ନବବଧୂ। ଟିକିଲି ବଦଳରେ ପିନ୍ଧିଛି ସିନ୍ଦୁର, ପାଦରେ ଅଳତା, ହାତରେ ଶଙ୍ଖା ସିନ୍ଦୁର। ଠିକଣା ନୂଆ, ପରିଚୟ ନୂଆ। ଆଉ କିଛି ସମୟ ପରେ ତାର ଇହକାଳ ପରକାଳର ଦେବତା ସାତ ଜନମ ସାଥୀ ଚନ୍ଦନ ଥିବେ ସାଥିରେ। ଗୋଟିଏ ଘରେ ଯିଏ ଦିନେ ଥିଲେ ଅଜଣା ଅଶୁଣା, ଆଜି ସେ ତାର ମଥାର ସିନ୍ଦୁର। ଆଉ କିଛି ସମୟ ପରେ ତାର ସର୍ବସ୍ୱ କୁଆଁରୀ ଜୀବନର ସାଇତା ସମ୍ପତ୍ତିକୁ ଅକ୍ତିଆର କରିନେବେ ସେହି ସ୍ୱାମୀ ରୂପୀ ମଣିଷ। ସେ ହୋଇଯିବ ତାଙ୍କର। ଏ ଦେହ ମନ ଯୌବନରେ ଲେଖା ହେବ ତାଙ୍କର ନାଁ। ରାତି ବଢ଼ୁଥିଲା। ଏହା ସହିତ ଚାରୁର ମନର ଗତି ବି ପ୍ରଖର ହେଉଥିଲା। ଆଉ ତାର ଅନ୍ୟମନସ୍କତା ତାକୁ ଡରାଉଥାଏ। କାହିଁକିନା ସେ ଚାହୁଁଥିଲା ଆଉ କିଛି। ତା କୁଆଁରୀ ମନରେ ଆଉ କିଏ ଘର କରିଥିଲା। ତାହେଲେ ଚାରୁ କ'ଣ ଆଉ କାହାକୁ? ହଁ, ସେଇଆ ହିଁ ଥିଲା। ସେ ମନ ଦେଇଥିଲା ଆଉ ଜଣକୁ, ଯାହାକୁ ସେ ଦେଖିନଥିଲା କି ତା ବିଷୟରେ କିଛି ଜାଣିନଥିଲା। ସେହି ଲୋକର କବିତା ପଢ଼ି ସେ ତାଙ୍କର ପ୍ରେମରେ ପଡ଼ିଯାଇଥିଲା। ଆଉ ଭଲ ପାଇ ବସିଥିଲା ସେ କବିଙ୍କୁ। କବିତା ପଢ଼ି ଅନେକ ଚିଠି ଦେଉଥିଲା। ଅକୁହା ଭଲ ପାଇବା ପରସ୍ପରକୁ ବାନ୍ଧିଥିଲା ଏକ ଭିନ୍ନ ଶିହରଣରେ। କିନ୍ତୁ ବାପାଙ୍କୁ କିଛି କହି ପାରିନଥିଲା। ଯୁକ୍ତ 3 ସରୁ ସରୁ ବାପା ବାହାଘର ଠିକ୍ କରିଦେଲେ। ସାହି ପଡ଼ିଶା କହିଲେ, ପଢ଼ିଲା ଝିଅକୁ ଆଉ ଘରେ ନ ରଖି ଜଲ୍ଦି ବାହା କରିଦିଅ। ଯେତିକି ପଢ଼ିଲା ସେତିକି ହେଉ। ବୋଉ ବି ବାପାଙ୍କ କଥାରେ ରାଜି ହୋଇଗଲା। ମୋର କିନ୍ତୁ ଇଚ୍ଛା ନଥିଲା। ଚାରୁ ବସି ଭାବୁଛି କୁଆଁରୀ ଝିଅର ଗହନ ମନର ଗୋପନ କଥା। କେମିତି ସେ ସ୍ୱାମୀଙ୍କୁ ନିଜର କରିବ। ମନରେ କେବେଠୁ ଘର କରିଛି ଜଣେ ପୁରୁଷ, ଯାହାକୁ ସେ ଏବେ ବି ଭୁଲି ପାରିନି। କେମିତି କରିବ ମିଛ ଅଭିନୟ। ଚଉଠି ଦୀପକୁ ସାକ୍ଷୀ ରଖି କେମିତି ମିଛ କହିବ ସେ। ଆଜିକାଲି ଏମିତି କିଏ ଅଛି ଯେ ମିଛ କହୁନି? କାହା ଜୀବନରେ କୁଆଁରୀ ବେଳେ କେଉଁ ପୁଅ ଆସିନି? ବହୁତ କମ୍ ଝିଅ ଥିବେ କାହାକୁ ବିବାହ ପୂର୍ବରୁ ମନ ଦେଇନଥିବେ। ଯିଏ ନିଜର ପ୍ରିୟ ପୁରୁଷକୁ ଚାହେଁ, ସେ କ'ଣ ତାକୁ ପାଇଛି? ସେ କ'ଣ ଅନ୍ୟକୁ ମ୍ୟାରେଜ କରି ମିଛ କହୁନି? ବିବାହ କରିବି ଅନେକ ଅଛନ୍ତି, ନିଜର ଏକ୍ସ ଲଭ୍କୁ ବି କଣ୍ଟିନ୍ୟୁ କରିଥାନ୍ତି। ମୁଁ କିନ୍ତୁ ପାରିବିନି। ସେଥିରେ କି ସାର୍ଥକ ଜୀବନ ଓ ସତ ସମ୍ପର୍କ? କେବଳ ଛଳନା ଆଉ କମ୍ପ୍ରମାଇଜ। ମିଛ ବିଶ୍ୱାସରେ ଗୋଟେ ସୁନ୍ଦର ଜୀବନ ଜୀଇଁବାର ଅଭିପ୍ରାୟ ମରିଯାଏ। ଜୀବନରେ ଭୁଲ ହୁଏ, କିନ୍ତୁ ଆଉ ଏକ ଦୁନିଆ ଗଢ଼ିଲା ପରେ ପଛ ଦୁନିଆକୁ ଭୁଲିବାକୁ ହୁଏ, ଛାଡ଼ିବାକୁ ହୁଏ। ନୁହେଁ ତ ଦୁଇ ନାଁରେ ଗଡ଼ ରଖିଲେ ଯେଉଁ ଅବସ୍ଥା ହୁଏ ସେଇଆ। ଚାରୁ ବସି ଭାବୁଛି, ଆଜି ସ୍ୱାମୀ ଚନ୍ଦନ ଯଦି ପଚାରନ୍ତି, କାହାକୁ ଭଲ ପାଇଥିଲ କି? କ'ଣ ଉତ୍ତର ଦେବି? ଯଦି କହିଦିଏ ସେ ଖରାପ ବି ଭାବିବେନି ତ? ଯେତିକି ଶୁଣିଛି ସେ ବହୁତ ଭଲ, ଶାନ୍ତ ଓ ସରଳ। ଆମ ପିଉସୀ ଅପା ଏ ବାହାଘର ଠିକ୍ କରିଥିଲେ। ସେ ତାଙ୍କ ବିଷୟରେ ସବୁ ଭଲ କହୁଥିଲେ। ଭାବୁଛି କହିଦେବି ସବୁ ସତ। ପିଲାଦିନେ ପ୍ରାର୍ଥନାରେ ପଢ଼ିଥିଲି, ସତ କହି ପଛେ ମଲେ ମରିବି। ହଁ, ସତ କହିଲେ ଭଗବାନ ବି ସାହା ହୁଅନ୍ତି। ମିଛ କହିଲେ ମଶାଣି ପାଲଟି ଯାଏ ବିଶ୍ୱାସ ସମ୍ପର୍କ। ମୁଁ ତ କିଛି ଭୁଲ କରିନି। ଭଲ ପାଇବା ତ ଖରାପ ନୁହେଁ। ମନର ଯେତେବେଳେ ପ୍ରୀତିର ରଙ୍ଗ ଲାଗେ, ଯୌବନ ଉପବନରେ ଯେତେବେଳେ ବୟସର ଫୁଲ ଫୁଟେ, ସେତେବେଳେ ମନ ଖୋଜେ ସାଥୀ। ଯାହାର କଥା ଚାଲିଚଳନ ସ୍ନେହ ଆଦର ମନକୁ କିଣେ, ସେ ନିଜର ଲାଗନ୍ତି। ମନ ରହିଯାଏ ତାଙ୍କ ପାଖରେ। ଆପଣାର କରିବାକୁ ଇଚ୍ଛା ପ୍ରବଳ ହୁଏ। ମଡ଼ଇ ବି ସେମିତି ମୋ ଜୀବନରେ ଆସିଥିଲେ। ସେହି କବି ହିଁ ତାଙ୍କ ଶବ୍ଦ ଓ ଭାଷାରେ ମୋତେ କିଣି ନେଇଥିଲେ। ମୁଁ ସ୍ଥିର କରିନେଇଥିଲି ୟାଙ୍କୁ ହିଁ ମ୍ୟାରେଜ କରିବି। ଦିନ ଯେତିକି ବଢ଼ିଥିଲା ଆମ ସମ୍ପର୍କ ବି ସେତିକି ବଢ଼ୁଥିଲା। ମୁଁ ଯୁକ୍ତ 3ର ପ୍ରଥମ ବର୍ଷରୁ ହିଁ ତାଙ୍କ କବିତା ପ୍ରେମରେ ପଡ଼ିଯାଇଥିଲି। ମୁଁ କମର୍ସ ଷ୍ଟୁଡେଣ୍ଟ ଥିଲି, ହେଲେ ସାହିତ୍ୟକୁ ବହୁତ ଭଲ ପାଉଥିଲି।
ଗପ କବିତା ପଢ଼ିବାରେ ମୋର ବେଶୀ ସମୟ ଯାଏ। ବହୁତ ପତ୍ରପତ୍ରିକା ଓ ଖବର କାଗଜରୁ ମଳୟଙ୍କର ଲେଖା ପଢ଼େ, ଆଉ ସେ ଲେଖାର ପ୍ରଶଂସା କରି ଚିଠି ଦିଏ। ଏମିତି ଭାବେ ଆମ ସମ୍ପର୍କ ବଢ଼ିଗଲା। ଖାଲି ଚିଠି ଲେଖା ଥିଲା, ପୁଣି ତାଙ୍କ ଲେଖାର ତାରିଫ କରିବାରେ ଲେଖୁଥିଲି ଚିଠି। କିନ୍ତୁ ସେଦିନ ମଳୟ ମୋତେ ଚିଠିରେ ଲେଖିଥିଲେ, ମୁଁ ତୁମକୁ ଚାହୁଁଛି ଚାରୁ। ତୁମ ମନରେ ଆଉ କିଏ ଅଛି କି? ତୁମକୁ ମୋର ଜୀବନସାଥୀ କରିବାକୁ ଚାହୁଁଛି। ତୁମକୁ ନ ଦେଖିଲେ ବି ମୁଁ ତୁମକୁ ମନ ଦେଇଛି। ମୁଁ କୌଣସି ରୂପର ଦାସ ନୁହେଁ। ମୋତେ ଓ ମୋ ସୃଜନଶୀଳତାକୁ ଭଲ ପାଉଥିବା ଜୀବନସାଥୀ ଦରକାର ମୋର, ଯାହା ତୁମଠାରେ ଦେଖିବାକୁ ପାଉଛି। ଏପଟେ ବାପାଙ୍କ କଥା ବି ଭାବୁଥିଲି। ସେ ମୋତେ ବହୁତ ଭଲ ପାଆନ୍ତି। ସବୁ ଇଚ୍ଛା ମୋର ପୂରଣ କରିଛନ୍ତି। ଗୋଟିଏ ବୋଲି ଝିଅ ବୋଲି ବୋଉ ବି ମୋର ସବୁ କଥାରେ ରାଜି ହୋଇଛି। ଯାହା ଚାହିଁଛି ତା କରିବାକୁ ଦେଇଛି। କ'ଣ କରିବି ଭାବି ପାରୁନଥିଲି। ନା ଏପଟେ ମଳୟଙ୍କୁ ଦୂରେଇ ପାରିବି ନା ପରିବାରକୁ। ଶେଷରେ ମଳୟଙ୍କୁ କହିଥିଲି, ମୁଁ ବି ତୁମକୁ ଚାହେଁ। ତୁମ ପରି ଜଣେ ସରଳ, ସ୍ନେହୀ ଓ ନିଷ୍ଠାପର ମଣିଷକୁ ମୋର ଜୀବନସାଥୀ କରିବାକୁ ଅନେକ ଥର ଭାବିଛି। କିନ୍ତୁ ମୋ ବାପା ବୋଉଙ୍କ ବିନା ସ୍ୱୀକୃତିରେ କିଛି କରିପାରିବିନି। ବାସ୍ ତାପରେ ମଳୟ ମୋତେ କିଛି ପଚାରି ନଥିଲେ। ଆଗ ଭଳି ଆମ ସମ୍ପର୍କ ସେମିତି ଭଲରେ ଚାଲିଥିଲା। ତାଙ୍କର ଲେଖା ବାହାରିଲେ ପତ୍ରପତ୍ରିକାରେ ଆଣି ପଢ଼େ ଚାରୁ। ଚଉଠି ଖଟ ଉପରେ ବସିଛି ଚାରୁ। ଫୁଲରେ ସଜା ହୋଇଛି ଖଟ ଆଉ ଘରଟି। ମହ ମହ ବାସ୍ନାରେ ଫାଟି ପଡ଼ୁଛି ଘରଟି। ସତେ କି ସ୍ୱର୍ଗର ପାରିଜାତ ଫୁଲ ବିଛେଇ ହୋଇ ପଡ଼ିଛି ସେଜ ଉପରେ। ଆଉ ସୁନ୍ଦରୀ ଅପସରୀଟିଏ ବସି ତାର ପ୍ରିୟ ମଣିଷକୁ ଅପେକ୍ଷା କରିଛି। ଆସି ପ୍ରେମର ମଦିରା ପିଆଇବେ, ପ୍ରୀତି ସ୍ୱର ମାରିବେ। କବାଟ ଖୋଲିବାର ଶବ୍ଦରେ ଟିକେ ଚମକି ପଡ଼ିଲା ଚାରୁ। ଅନାଇଲା। ଓଢ଼ଣୀ ଫାଙ୍କରେ କଣେଇ କଣେଇ ଚନ୍ଦନ ଆସିଲେ। ତାର ପ୍ରିୟର ମଣିଷ ସ୍ୱାମୀ ଅଗ୍ନିକୁ ସାକ୍ଷୀ ରଖି, ଯାହାକୁ ସେ ଦୁନିଆ ବଡ଼ଦାଣ୍ଡରେ 7 ଜନ୍ମର ସାଥୀ କରିଛି। ଚନ୍ଦନକୁ ଦେଖୁଛି ଚାରୁ। ଗୋରା ତକ୍ ତକ୍ ବଳିଷ୍ଠ ଶରୀର, ସୁନ୍ଦର ଚେହେରା। ସେତିକି ଜଣେ ଦେବ ପ୍ରତିମ ସ୍ୱର୍ଗରୁ ଓହ୍ଲାଇ ଆସିଛନ୍ତି। ଚାଲି ଓ ସ୍ୱଭାବରୁ ଶାନ୍ତ ସରଳ ଲାଗୁଥିଲେ। ଫୁଲର ସେଜ ଉପରେ ବସିଛି ଚାରୁ। ଚନ୍ଦନ ଆସି ପାଖରେ ଠିଆ ହେଲେ। ଚାରୁର ଓଢ଼ଣୀ ତଳକୁ ଓହ୍ଲାଇ ଦେଲେ। ଚାରୁ ଅଟକାଇଲା ଭଳି ହେଉଥିଲା, ହେଲେ କିଛି କରିପାରିଲାନି। କ'ଣ ବା କରିବ? ନୂଆ ବୋହୂଟିଏ ସେ। ସଣ୍ଠଣା ଭିତରେ ରହିବାକୁ ହେବ, ନୁହେଁ ତ ବାପା ମାଙ୍କ ନାଁରେ ଦୁର୍ନାମ ହେବ। ଲାଜେଇ ଗଲା ଚାରୁ। ଲାଜ କ'ଣ କରୁଛ ଚାରୁ? ଚନ୍ଦନ କହିଲେ, ଆଜି ପା ଆମର ବାସର ରାତି। ଲାଜ କରିବା ରାତି ନୁହେଁ। ସେମିତି ଚୁପ୍ ହୋଇ ବସି ଚାରୁ ଶୁଣୁଥାଏ ଚନ୍ଦନଙ୍କ କଥା। ଆଉ ଏକ ଅଜଣା ଭୟରେ ଥରୁଥାଏ। ପ୍ରଥମ କରି ସେ ଜୀବନରେ ଗୋଟିଏ ନିଭୃତ କୋଠରୀ ଭିତରେ ଜଣେ ପୁରୁଷ ପାଖରେ। କେବେ ବି ସେ ବାପା ମା ଭାଇ ଛଡ଼ା କାହା ପାଖରେ ଏକା ରହିନି। ଡର ନିଶ୍ଚୟ ଲାଗିବ। ଚନ୍ଦନ ସେଜ ଉପରେ ଚାରୁ ପାଖରେ ବସିଲେ। ତାର ମୁହଁକୁ ଅନେଇ କହିଲେ, ତୁମେ ବହୁତ ସୁନ୍ଦର ଚାରୁ। ତୁମ କଥା ମୁଁ ଶୁଣିଛି ବହୁତ ଭଲ। ଏମିତି ଚୁପ୍ ହୋଇ ବସିବ, କିଛି କହିବନି? ଏଠି ଆଉ କିଏ ଅଛି କି? ମୋତେ ଛାଡ଼ିଦେଲେ? ଚନ୍ଦନଙ୍କର ଏମିତି ମଜାଳିଆ ଢଙ୍ଗରେ କହିବାରେ ଚାରୁ ହସିଦେଲେ। ଚନ୍ଦନ ବି ହସିଲେ, ଆଉ କହିଲେ, କି ସୁନ୍ଦର ସ୍ମିତହାସ୍ୟ। ମୁଁ ଏମିତି ହସ ଖୋଜୁଥିଲି। ଯାହା ହେଉ ଭଗବାନ ମୋତେ ଦେଇଦେଲେ। ଛାଡ଼, ରାତି ଅଧିକ ହେଲାଣି। ସମସ୍ତେ ଶୋଇଗଲେଣି। ଆମେ ଆଉ ଟୁପୁରୁ ଟାପୁର ନ ହୋଇ ଶୋଇଯିବା। ଚାରୁ କ'ଣ କହିବ କିଛି ଭାବିପାରୁନି। ଭାବିଲା ଏବେ ଆଉ ଚୁପ୍ ରହିବନି। ଚନ୍ଦନ ଆଉ କିଛି କରିବା ଆଗରୁ ସେ ସବୁ ଖୋଲି କହିଦେବ। ଭଗବାନଙ୍କୁ ମନେ ମନେ ସ୍ମରଣ କଲା ଚାରୁ। ପ୍ରଭୁ, ମୁଁ କ'ଣ କରିବାକୁ ଯାଉଛି ଜାଣେ ନା, ହେଲେ ମୁଁ ନିରୁପାୟ। ଚନ୍ଦନଙ୍କ ସହ ମୋ ଦେହ ମନ ଏକ ହେବା ଆଗରୁ ସବୁ କହିଦେବି। ମୁଁ ଜଣକୁ ଭଲ ପାଉଥିଲି। ତାଙ୍କୁ ବାହା ହେବାକୁ ଇଚ୍ଛା ରଖିଥିଲି, କିନ୍ତୁ ହୋଇପାରିଲାନି। ଏବେ ବି ତାଙ୍କୁ ଭୁଲି ପାରିବିନି କି ଭୁଲିବାକୁ ଚାହୁଁନି। ତାଙ୍କୁ ଦେଖିନି ସତ,
ହେଲେ ମୁଁ ଅନୁଭବ କରିପାରିଛି ସେ କେମିତିକା। ଆଉ ସେ ମୋର ଏମିତି କିଛି କ୍ଷତି କରିନାହାନ୍ତି ଯେ ମୁଁ ତାଙ୍କୁ ଦୋଷ ଦେଇ ଭୁଲିଯିବି। ମୁଁ କିନ୍ତୁ ତାଙ୍କ ପ୍ରତି ଅନ୍ୟାୟ କରିଛି। କିଛି ନ କହି ଚୁପ୍ ରହି ତାଙ୍କ କଥାକୁ ଏଡ଼େଇଥିଲି। ବାହା ହେଲି ଜଣାଇ ପାରିଲିନି। ଏତିକି ଏକ ନିଶ୍ୱାସରେ କହି ଚାରୁ କାନ୍ଦି ଉଠିଲା। ଯେମିତି ଛୋଟ ପିଲାଟେ କଇଁ କଇଁ କାନ୍ଦି ଉଠେ। ଆଖିରେ ଲୁହର ନଈ ଚାରୁର। ନିଜ କୋଡ଼କୁ ଟାଣିନେଲେ ଚନ୍ଦନ। ଲୁହ ପୋଛିଦେଲେ। କହିଲେ, ନା ଚାରୁ, କାନ୍ଦନି। ଗୋଟେ ଚୁମା ଦେଇଦେଲେ ତା ଓଠରେ। ନିଜ ଛାତିରେ ଜାବୁଡ଼ି ଧରିଲେ। କହିଲେ, ମୁଁ କ'ଣ ତୁମର ମଡ଼ଇ ହୋଇପାରିବିନି? ମୁଁ କ'ଣ ତୁମକୁ ଭଲ ପାଇବା ଦେଇପାରିବିନି? କୁହ ଚାରୁ। ସତେ ଯେମିତି ନିରାଶ୍ରୟ ଲୋକଟି ଆଜି ଆଶ୍ରା ପାଇଛି ସେମିତି ଲାଗିଲା ଚାରୁକୁ। ଚନ୍ଦନ ହସିଲେ, ଖୁବ୍ ହସିଲେ। ଚାରୁ କିଛି ବୁଝିପାରିଲାନି। ଏମିତି କ'ଣ ଚନ୍ଦନ ହସିଲେ? ମୋ କଥାରେ ସେ ଏମିତି କ'ଣ ପ୍ରତିକ୍ରିୟା କଲେ? ଚନ୍ଦନ କହିଲେ, ଚାରୁ, ତୁମର ସେହି କବି ପ୍ରେମିକ ମୁଁ ମଡ଼ଇ, ଯାହାକୁ ତୁମେ ଭଲ ପାଉଥିଲ। ଚାରୁ ଚମକି ପଡ଼ିଲା। ଚନ୍ଦନଙ୍କର ମୁହଁକୁ ଚାହିଁଲା। ସତେ ତ ଆପଣ କେମିତି ଜାଣିଲେ ତାଙ୍କ ନାଁ ମଡ଼ଇ? ମୁଁ ତ ତାଙ୍କ ନାଁ କହିନି। ଚାରୁ ଯେମିତି ଏକ ଖୋଜିଲା ଜିନିଷ ପାଇଲା ଭଳି ମନେ କଲା। ଆଖିରେ ଆଶ୍ଚର୍ଯ୍ୟର ସଂକେତ। ଓଠର ଭାଷା ଧୀର ହୋଇଗଲା। କ'ଣ କହୁଛନ୍ତି ଆପଣ? ମଡ଼ଇ ଆପଣ? ଚନ୍ଦନକୁ ଚାହିଁଲା। ଆତ୍ମବିଭୋର ହୋଇଗଲା। ଦୁଃଖ ଗ୍ଲାନିରେ ଭାଙ୍ଗି ପଡ଼ିଥିବା ମନଟି ଉଲ୍ଲସିତ ହୋଇ ଉଠିଲା। ହଁ ଚାରୁ, ମୁଁ ତୁମ ମଡ଼ଇ। ମନେ ପଡ଼ୁଛି ଯେତେବେଳେ ତୁମେ ମୋ ଚିଠିର ଉତ୍ତରରେ କହିଲ ତୁମ ବାପାଙ୍କ ଇଚ୍ଛାରେ ବାହା ହେବ, ତାଙ୍କୁ ଦୁଃଖ ଦେବନି। ମୁଁ ସେହି ଦିନଠୁ ତମ ଇଚ୍ଛାକୁ ସ୍ୱୀକୃତି ଦେବା ପାଇଁ ଲାଗି ପଡ଼ିଲି। ତୁମ ପାଇଁ ରାତିଦିନ ଏକ କରିଦେଲି। ଆଉ ତାପରେ ତୁମ ସମ୍ପର୍କୀୟଙ୍କ ସହ କଥା ହେଲି। ଏକଥା ତୁମକୁ ଏକ ସରପ୍ରାଇଜ୍ ଦେବାକୁ ଥିଲା। ଚାରୁ ଖୁସିରେ ଚନ୍ଦନକୁ କୁଣ୍ଢେଇ ପକାଇଲା। କ'ଣ ଆଉ କହିବ? ଆଖିରେ ଖୁସିର ଲୋତକ। ଓଠରେ ଅନେକ ଦିନରୁ ବରଫ ଭଳି ଜମାଟ ବାନ୍ଧିଥିବା ପ୍ରୀତିର ଭାଷା ତରଳୁଥିଲା। ନିଜର ପ୍ରିୟ ମଣିଷକୁ ଫେରି ପାଇଲେ କେତେ ଯେ ଶାନ୍ତି ପାଏ ପ୍ରାଣ ସ୍ପନ୍ଦନ, ତାହା ଅନୁଭବ କରୁଥିଲା ଚାରୁ। ଆଜିର ଏତେ ଖୁସି ବୋଧେ ସେ କେବେ ପାଇନଥିଲା। ଆଜି ଜୀବନରେ ପ୍ରଥମ ଅନୁଭବ କରୁଛି। ଚନ୍ଦନ କହିଲା, କୁହ, ମୁଁ ତୁମର ପସନ୍ଦ? ମୁଁ କିନ୍ତୁ ତୁମକୁ ପାଇ ବହୁତ ଖୁସି। ଆଉ ମୋ ଚଏସ୍ ବି ପୁରା ଠିକ୍। ଚାରୁ କହିଲା, ଥାଉ, ଆଉ କିଛି କୁହନି। ମୋତେ ଏତେ କଷ୍ଟ ଦେଲ। ଗେଲେଇ ପରି କହିଲା ଚାରୁ। ନହେଲେ ତୁମକୁ ଏମିତି ସରପ୍ରାଇଜ୍ କେମିତି ଦେଇଥାନ୍ତି ଯେ? ଏମିତି କହି ଚନ୍ଦନ ଚାରୁକୁ ନିଜ ବାହୁ ଯୁଗଳରେ ବାନ୍ଧି ଦେଇ କହିଲେ, ଚାରୁ, ଏ ବାସର ରାତି ବାସି ହେବା ଆଗରୁ ଆସ ଆମେ ଟିକେ ହଜିଯିବା ପ୍ରୀତି ରାଇଜରେ। ଅନେକ ଦିନର ଅପେକ୍ଷାକୁ ଟିକେ କରିଦେବା ଶାନ୍ତ। ଚାରୁ ହସି ଉଠିଲା। ଆଉ ଚନ୍ଦନକୁ କହିଲେ, ଦୁଷ୍ଟ। ଚନ୍ଦନ ଆହୁରି ନିବିଡ଼ ଭାବେ ଚାରୁକୁ ଭିଡ଼ି ଧରି ସେଜ ଉପରେ ଲୋଟି ପଡ଼ିଲେ। ଆଉ ସେତିକି ବେଳେ ଆପେ ଆପେ ଲିଭିଗଲା ଅନେକ ବେଳୁ ଜଳୁଥିବା ବାସର ଦୀପଟି। କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିଲା, ଲାଇକ୍, ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ନିଶ୍ଚୟ ଦବାଇବେ। ଧନ୍ୟବାଦ।